ମହାଭାରତର ଏହି କଥା ଲାଖ ଗୃହ ପରବର୍ତ୍ତୀ ଘଟଣା। ଯେତେବେଳେ ପାଣ୍ଡବମାନେ ଲାଖ ଗୃହରୁ ସଫଳତାର ସହ ମୁକ୍ତି ପାଇଲେ, ତାଙ୍କ ମନରେ ଅନେକ ଭୟ ଥିଲା। ଯଦି ଦୁର୍ଯ୍ୟୋଧନ ଏପରି ଏକ ଚକ୍ରାନ୍ତ କରିପାରିଲେ, ତେବେ ନିଶ୍ଚିତ ପାଣ୍ଡବମାନଙ୍କୁ ମାରିବାକୁ ଆଉ ଅନେକ ପ୍ରକାର ଚକ୍ରାନ୍ତ କରିଥିବେ। ତେଣୁ ସେମାନେ ସେଠାରୁ ମୁକ୍ତି ପାଇବା ପରେ ସିଧା ହସ୍ତିନାପୁର ନ ଯାଇ ଗଙ୍ଗା ନଦୀ ପାର ହୋଇ କାମ୍ୟକ ନାମକ ଜଙ୍ଗଲକୁ ଚାଲିଗଲେ। ସେମାନେ ଅତ୍ୟନ୍ତ କ୍ଳାନ୍ତ ହୋଇଯାଇଥିଲେ। ତେଣୁ ସନ୍ଧ୍ୟା ସମୟରେ ଏକ ବିରାଟ ଗଛ ତଳେ ସମସ୍ତେ ବିଶ୍ରାମ ନେବାକୁ ଚିନ୍ତା କଲେ। ମା କୁନ୍ତୀଙ୍କର ଦୁଇ ପାଖରେ ଯୁଧିଷ୍ଠିର, ଅର୍ଜୁନ ଓ ନକୁଳ ସହଦେବ ଆଦି ଶୟନ କଲେ। ଭୀମ ଏକା ଅନ୍ୟ ଏକ ଗଛ ମୂଳରେ ମୁଣ୍ଡରେ ହାତ ରଖି ଶୋଇଲେ। କିନ୍ତୁ ସେହି ଜଙ୍ଗଲରେ ହିଡିମ୍ବ ଓ ହିଡିମ୍ବା ନାମକ ଦୁଇଟି ରାକ୍ଷସ ରହୁଥିଲେ। ହିଡିମ୍ବା ହିଡିମ୍ବର ସାନ ଭଉଣୀ ଥିଲା। ବହୁ ଦିନ ପରେ ତାଙ୍କ ନାକକୁ ମଣିଷର ଗନ୍ଧ ଆସିବା ଦେଖି ହିଡିମ୍ବର ପାଟିରୁ ଲାଳ ବୋହିଲା। ସେ ନିଜ ଭଉଣୀ ହିଡିମ୍ବାକୁ ସେମାନଙ୍କୁ ମାରି ଧରିକି ଆସିବାକୁ ଆଦେଶ ଦେଲା। ହିଡିମ୍ବା ସେଠାକୁ ଯାଇ ଜଣେ ମଣିଷ ବଦଳରେ ଜଣେ ସ୍ତ୍ରୀ ଲୋକ ଓ 4 ଜଣ ସୁନ୍ଦର ଯୁବକଙ୍କୁ ଦେଖି ଖୁସି ହୋଇଗଲା। ତାହାପରେ ତାଙ୍କ ଆଖି ଅନ୍ୟ ଏକ ଗଛ ତଳେ ଥିବା ଭୀମଙ୍କ ଉପରେ ପଡ଼ିଲା। ଭୀମଙ୍କ ସେହି ବଳିଷ୍ଠ ଶରୀର, ହାତର ମାଂସପେଶୀ, ଉଷାର ଛାତି ଏବଂ ସୁନ୍ଦର ମୁଖକୁ ଦେଖି ମୋହିତ ହୋଇଗଲା। ସେ ଏକ ସୁନ୍ଦର ସ୍ତ୍ରୀ ବେଶରେ ଭୀମଙ୍କ ମୁଖ ପାଖରେ ବସି ଆଖି ଫଲକ ନ ପକାଇ ଅନେଇ ରହିଲା। ବିଳମ୍ବ ହେବା ଦେଖି ହିଡିମ୍ବ ରାଗରେ ସେମାନଙ୍କୁ ଖୋଜିବାକୁ ଆସିଲା। ସେଠାକୁ ଆସି ଏ ସମସ୍ତ ଦୃଶ୍ୟ ଦେଖିଲା। ହିଡିମ୍ବା ଭୀମଙ୍କ ଉପରେ ଏତେ ମୋହିତ ହୋଇଯାଇଥିଲା ଯେ ନିଜର ଭାଇ ଆସିବା ପାଖରେ ଠିଆ ହୋଇଥିବା କଥା ବି ଜାଣିପାରିଲେ ନାହିଁ। ହିଡିମ୍ବ ରାଗରେ ଗର୍ଜନ କରି ନିଜ ଭଉଣୀ ହିଡିମ୍ବା ସହ ସମସ୍ତଙ୍କୁ ମାରିଦେବ ବୋଲି କହିଲା। ଗର୍ଜନ ଶୁଣି ଭୀମ ଆଖି ଖୋଲି ଦେଖିଲା ବେଳକୁ ସାମ୍ନାରେ ଏକ ସୁନ୍ଦର ସ୍ତ୍ରୀ, ତା ପଛରେ ଏକ ଭୟଙ୍କର ରାକ୍ଷସ। ଭୀମ ଠିଆ ହୋଇ ସେହି ସ୍ତ୍ରୀ ରୂପରେ ଥିବା ହିଡିମ୍ବାକୁ ଟାଣି ଆଣି ହିଡିମ୍ବାଠାରୁ ରକ୍ଷା କରିବାକୁ ଚାହିଁଲେ। ଭୀମଙ୍କର ଏପରି ସାହସ ଦେଖି ହିଡିମ୍ବା ମନ୍ତ୍ରମୁଗ୍ଧ ହୋଇଗଲେ। ତାପରେ ଆରମ୍ଭ ହେଲା ଏକ ଭୟଙ୍କର ଯୁଦ୍ଧ। ଭୀମ ଓ ହିଡିମ୍ବ ପରସ୍ପର ଉପରକୁ ଗଛ, ପଥର ଆଦିରେ ଆକ୍ରମଣ କରୁଥିଲେ। ଶେଷରେ ଭୀମଙ୍କର ଏକ ପ୍ରଚଣ୍ଡ ପ୍ରହାରରେ ହିଡିମ୍ବ ତଳେ ପଡ଼ିଗଲା। ଭୀମ ହିଡିମ୍ବର ଛାତି ଉପରେ ଗୋଡ଼ ରଖି ତାହାର ମୁଣ୍ଡକୁ ମାରି ଚୂର୍ଣ୍ଣ କରିଦେଲା। ତାଙ୍କ ଦେହ ରକ୍ତରେ ଭିଜି ଅତି ଭୟଙ୍କର ଦେଖାଯାଉଥିଲେ। ଏସବୁ ଦୃଶ୍ୟ ଅନ୍ୟ ପାଣ୍ଡବ, କୁନ୍ତୀ ଓ ସ୍ତ୍ରୀ ରୂପୀ ହିଡିମ୍ବା ଦେଖୁଥିଲା। ନିଜ ଭାଇର ମୃତ୍ୟୁରେ ଟିକେ ବି ମନ ଦୁଃଖ ନ କରି ହିଡିମ୍ବା ଭୀମଙ୍କୁ ଖୁସିରେ ଆଲିଙ୍ଗନ କଲେ। କିନ୍ତୁ ଭୀମ ଦୂରେଇ ଦେଲା। ହିଡିମ୍ବ ଭୀମଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ। କିନ୍ତୁ ଭୀମ ରାଜି ନ ହେବାରୁ ହିଡିମ୍ବା କୁନ୍ତୀଙ୍କ ପାଦ ଧରି ଭୀମଙ୍କୁ ବିବାହ କରିବାକୁ ଅନୁମତି ମାଗିଲେ। ମାତାଙ୍କ ଆଦେଶ କ୍ରମେ ଭୀମ ହିଡିମ୍ବାକୁ ବିବାହ କଲେ ଓ ତାଙ୍କର ଘଟୋତ୍କଚ ନାମକ ଏକ ସନ୍ତାନ ଜନ୍ମ ହେଲା। ସେ ଜନ୍ମ ହେବା ମାତ୍ରେ ପୂର୍ଣ୍ଣ ରୂପ ଧାରଣ କଲା। ମହାଭାରତ ଯୁଦ୍ଧରେ ଘଟୋତ୍କଚର ପ୍ରମୁଖ ପାତ୍ର ରହିଥିଲା।